प्रिय आत्मन सद्गुरुदेव श्रीमुनि महाराज की जय। आज आम अमृत बाणीर अन्य एक अध्याय उपस्थित। वर्तमान आम सहित चिराचरित भाव से निमाई मुनि आमर प्रिय भाई आम पाखे उपस्थित। आम आज जमर उपांग मध्यरु अपरिग्रह विषय किसी आलोचना करने अनुरोध करवा। निमा भाई जयजी। जयजी। आपण ब्रह्मचर्य सारी देते टिके अपरिग्रह बाबद आपण पुंखानुपुंख टिके आलोचना करंतु। प्रिय आत्मन सप्रेम जयजीत मुनि समाजर अमृतवाणी आज अध्याय को स्वागत। आमे धारावाहिक भाव ये कार्यक्रम जारी रखिछु। आज जमर पंचम उपांग अपरिग्रह बाबद आलोचना करिबा। ये अपरिग्रह बहुत बड़ सिद्धि दे थाए। अपरिग्रह पालन रे आमे उच्चरु उच्चतर को जाई थाउ। प्रथमे हमको जानवा को पड़िबो ये अपरिग्रह कौन कले हेई परिबो। तेणु जानिला परे आमे ताकू पालन करि परिबा। बिना परिश्रम रे दान रूप रे काहारि ठारू किछि ग्रहण न करिबा होछि अपरिग्रह। उत्कोच रिसीवत बा घूस रूप रे किंबा भिक मागी कौन प्रकार अन्याय रे कारी धन अथवा किछि जिनिस बा वस्त्र आदि केबे कौन सी अवस्था रे ग्रहण न करिबा होछि अपरिग्रह। मोटामोटी भाव रे कहिया को गले आमे निज रोजगार रे ही जीविका निर्वाह करिबा होछि अपरिग्रह। काहा ठारू कौन सी परिस्थिति रे एमिति कि भी जीवन चलीगला भली हेले मध्य केबे काहा ठारू मागी खाइबो नहीं। कौन सी उपाय रे अन्य को ठकिकी धन रोजगार करिबा केबे अपरिग्रह हेबो नहीं। कायमन वाक्य रे जनकर क्षति हला बली कार्य न करी जे शारीरिक परिश्रम करी धन उपार्जन करे से प्रकृत रे अपरिग्रह पालन करिछि बोली मानि नेबा को पड़ी थाए। तेणु हमको जदि यही लक्षण गुड़िक आम पाखे देखा न जाए ताला आम अपरिग्रह पालन करुचे बोली किछि प्रमाण नहीं। तेणु आमको प्रथमे भल भाव रे बुझिया को पड़िबो अपरिग्रह योगर साधन केते महत्वपूर्ण। यह मध्य जाति देश काल समय अविच्छिन्न हवा दरकार। कहीं ना आमे आम पड़ोसी पाखरे भल कथबार्ता करिबा भल संपर्क रखिबा किंतु आंध्र बॉम्बे जाई सेठी लोकन को ठकिबा किमा अमेरिका रे जाई भिक्ष मागिबा ये केबे अपरिग्रह परिबनी। देशर
ପୃଥିବୀର ଯେକୌଣସି ସ୍ଥାନରେ ଏ ଅପରିଗ୍ରହକୁ ବଜାୟ ରଖିବା ଦରକାର। ସେ ହେଉ ଅଲଗା ଦେଶ, ହେଉ ଅଲଗା ଜାତି, ହେଉ ଯେଉଁ ସମୟ, କୌଣସି ପରିସ୍ଥିତିରେ ଆମେ ଦାନ ରୂପରେ କାହାଠାରୁ କିଛି ଗ୍ରହଣ ନ କରିବା, ଘୁଷ ରୂପରେ କାହାଠାରୁ କିଛି ନେଇ ଗୋଟେ କାମ କରେଇଦବା, ତାହା କେବେ ଅପରିଗ୍ରହ ନୁହେଁ। ଆମକୁ ସଠିକ ଉପାୟରେ ଧନ ରୋଜଗାର କରିବାକୁ ପଡିବ। ଆମକୁ ସଠିକ ଉପାୟରେ ଆମର ଜୀବନଚର୍ଯ୍ୟାକୁ ଚଳିବାକୁ ପଡିବ। ଆମେ ଯଦି କୌଣସି ଉପାୟରେ କାହାଠାରୁ ଠକିକି ନେଇଛେ, ତାହେଲେ ଆମେ ନିଜକୁ ଦୁର୍ବଳ ମନେ କରିବା। ସେ ଲୋକକୁ ଦେଖିଲେ ଆମ ଭିତରେ ସେଇ ସଂକୋଚ ଭାବ ଆସିବ, ଆମର ଆତ୍ମଗୌରବ ନଷ୍ଟ ହବ। କାହାଠାରୁ ଘୁଷ ନେଇଥିଲେ ସେ କହିବେ ଏଇ ଲୋକଟି ମୋ ଠାରୁ ଘୁଷ ନେଇ ଏଇ କାମ କରେଇଥିଲା। ତେଣୁ ସେଥିରେ ମଧ୍ୟ ଆମର ଆତ୍ମସମ୍ମାନ ନଷ୍ଟ ହବ। ଆମେ ଯଦି ସଦା ସର୍ବଦା ସତ୍ୟ ପଥରେ ଥିବା, କାହାଠାରୁ ଲାଞ୍ଚ ନ ନେବା, କାହାକୁ ଭିକ୍ଷା ନ ମାଗିବା, କାହାଠାରୁ ଘୁଷ ନ ନେବା, ତାହେଲେ ଆମେ କେବେ ହେଲେ ନିଜକୁ ଦୁର୍ବଳ ମନେ କରିବାନି। ଆଉ ଦୁର୍ବଳ ମନେ କରିବା ଲୋକ କଣ ହୁଏ ନା, ତାର ଦେହଟି ଅସୁସ୍ଥ ରହେ। ଶରୀର କିମ୍ବା ମସ୍ତିଷ୍କରେ ପରିଶ୍ରମ କରିବା ଲୋକର ଶରୀର ଏବଂ ମନ ସ୍ୱଚ୍ଛ, ନିରୋଗ, ସୁସଂଗଠିତ, ସୁନ୍ଦର, ନିଷ୍ପାପ ଓ ପବିତ୍ର ଅଟେ। ଯିଏ ଶାରୀରିକ ପରିଶ୍ରମ ନ କରି ମନରେ ଦୁଶ୍ଚିନ୍ତା ଆଣି ଅନ୍ୟକୁ କେମିତି ଠକିବାର ଉପାୟ ମନ ଭିତରେ ଚିନ୍ତା କରି ଅନ୍ୟକୁ ଠକେ, ବିନା ମେହନତରେ ଧନ ରୋଜଗାର କରେ, ତାର ଶରୀର କେବେ ନିରୋଗ ରହିବନି, ତାର ମନ କେବେ ସ୍ୱଚ୍ଛ ରହିବନି, ସେ କେବେ ନିଜକୁ ପବିତ୍ର ମନେ କରିବନି। ଯେ ଦାନ ରୂପରେ ଭିକ ମାଗି ଅନ୍ୟାୟରେ କାହାରି କୌଣସି ପ୍ରକାର ଧନ ଗ୍ରହଣ କରି ନିଜର ଜୀବିକା ନିର୍ବାହ କରେ ଓ ନିଜର ଶରୀର ବା ମନରେ କୌଣସି ମେହନତ ନ କରେ ବା ପରିଶ୍ରମ ନ କରିବା ଲୋକ କେବେ ଏହାକୁ ପାଳନ କରିପାରିବନି। ଆଉ ସେଭଳି ବ୍ୟକ୍ତିକୁ କେବେ ଯୋଗୀ କୁହାଯିବ ନାହିଁ। ଏ ପ୍ରକାର ପରିଶ୍ରମ ନ କରିବା ହେତୁ ତାର ଶରୀର ଓ ମନ ସବୁବେଳେ ପଥଭ୍ରଷ୍ଟ ହୋଇଥାଏ। ତେଣୁ ଅନ୍ୟାୟରେ ଭିକ ମାଗିବା କରିବା ପାଇଁ ଅନେକ ପ୍ରକାର କୌଶଳ, ଅନେକ ପ୍ରକାର ଜାଲ ବିଛେଇବା ଲୋକଙ୍କୁ ଠକେଇବାର ଉପାୟ କରନ୍ତି। ଅନେକ ପ୍ରକାର ମିଥ୍ୟା ବେଶ ଧାରଣ କରିଥାନ୍ତି। ଏହିପରି ଭାବରେ ଅସ୍ୱାଭାବିକ ବେଶକୁ ଧାରଣ କରିବା, ଅସତ୍ୟତା ତଥା ଜାଲ ବିଛେଇବାର ସେ ବ୍ୟକ୍ତି ଗୃହହୀନ ସାଧୁ ହେଉ ବା ରାଜକର୍ମଚାରୀ କିମ୍ବା ଗୃହସ୍ଥ ହେଉ, ସେ କଦାପି ଯୋଗ କିମ୍ବା ପ୍ରକୃତ ସାଧନ କରିବା ପାଇଁ ସମୟ ପାଇବ ନାହିଁ। ତେଣୁ ଏପରି ମଳିନ, ନୀଚ ଓ ତୁଚ୍ଛ ଶରୀର, ମନ ଆଉ ଆତ୍ମା ଭିତରେ ପ୍ରକୃତ ଜ୍ଞାନ ଓ ଆନନ୍ଦର ଆବିର୍ଭାବ ହେବ ନାହିଁ। ମନୁଷ୍ୟ ସର୍ବଦା ଅସ୍ୱାଭାବିକ ବେଶ ଧାରଣ କରିଥାଏ, ଅସ୍ୱାଭାବିକ କର୍ମ କରିଥାଏ। ଆଉ ଅସ୍ୱାଭାବିକ କର୍ମରେ ମନୁଷ୍ୟ ସବୁବେଳେ ତଳକୁ ଖସି ଚାଲିଥାଏ। ସେ କେବେ ଜୀବନରେ ଉନ୍ନତି କରିପାରିବ ନାହିଁ।
ତାର ଉନ୍ନତିର ପଥ ହେଉଛି ଅପରିଗ୍ରହ ମାର୍ଗ। ଭିକ ମାଗି ବିଭିନ୍ନ ପ୍ରକାର ଦାନ ରୂପରେ ଧନ ଗ୍ରହଣ କରି ଅନ୍ୟାୟରେ ଅନ୍ୟର ଧନ ଅପହରଣ କରି ଅଥବା ଘୁଷ ଖାଇ କଦାପି ସୁନିଦ୍ରାରେ ଶୋଇପାରିବ ନାହିଁ। ଆପଣ ଏଇଟା ଭଲ ଭାବରେ ଆମେ ମନେ ରଖିବା ଦରକାର। କେବେ କୌଣସି ପ୍ରକାର ଏଭଳି ଅନ୍ୟାୟ ରୂପରେ ଧନ ରୋଜଗାର କରିବା ଉଚିତ ନୁହେଁ। ଘୁଷଖୋର ଖର୍ଚ୍ଚ ମଧ୍ୟ ବଢିଯାଏ। ଯେ ପରିଶ୍ରମ କରି ଧନ ରୋଜଗାର କରେ ସେ ଧନଟିକୁ ଉଚିତ ମାର୍ଗରେ ଖର୍ଚ୍ଚ କରିବାକୁ ଚାହିଁଥାଏ। ଆଉ ଯିଏ କୌଣସି ପରିଶ୍ରମ ନ କରି ଲୋକଙ୍କ ଠାରୁ ଠକି ନେଇଥାଏ ସେ ଖର୍ଚ୍ଚ କରିବାକୁ କେବେ ପଛେଇ ନଥାଏ। ଆଉ ଗୋଟିଏ କଥା ଅଛି, ଅଧମ ବିତ୍ତ ବଢେ ବହୁତ ଗଲା ବେଳେ ଯାଏ ମୂଳ ସହିତ। ଯିଏ ଅଧର୍ମ ଉପାୟରେ ଧନ ରୋଜଗାର କରେ ଦିନ ଆସେ ସେ ଧନ ସହିତ ଆଉ କିଛି ନିଜର ଧନ ଚାଲିଯାଏ। ସେତେବେଳେ ସେ ମୁଣ୍ଡରେ ହାତ ଦେଇ କାନ୍ଦେ, ମୋର ଆଜି ଏ ଦଶା କାହିଁକି ହେଲା। ପ୍ରତ୍ୟେକ ବ୍ୟକ୍ତିର କର୍ମର ଫଳ ସେ ବ୍ୟକ୍ତି ହିଁ ଭୋଗ କରୁଥାଏ, କେହି କାହାରିକି ଦିଏ ନାହିଁ। ସେମିତି ଘୁଷଖୋର ଖର୍ଚ୍ଚ ବଢିଥାଏ ଓ ଖର୍ଚ୍ଚକୁ ପୂର୍ଣ୍ଣ କରିବା ପାଇଁ ଆହୁରି ଅଧିକରୁ ଅଧିକ ସେ ଘୁଷ ନେବା ପାଇଁ ସେ ଖୋଜୁଥାଏ ଲୋକଙ୍କୁ। କୋଉ ଲୋକଙ୍କୁ ଠକିବି, କାହା ପାଖରୁ ଘୁଷ ନେବି, ସେ ସଦାସର୍ବଦା ଏଥିରେ ତତ୍ପର ହେଉଥାଏ। ଯେଉଁଥିରେ ଶରୀର ଯନ୍ତ୍ର ଶୀଘ୍ର ଖରାପ ହୋଇଯାଏ। ଘୁଷଖୋର ଶରୀର ରୋଗର ଘର ହୋଇଯାଏ। ଆପଣ ଦେଖିଥିବେ ପ୍ରତ୍ୟେକ ଅଞ୍ଚଳରେ ସେ ବ୍ୟକ୍ତି ନିଶ୍ଚିନ୍ତ ଅଛନ୍ତି। ରାଜନୀତିଆ ଲୋକ ଯେ କି ଘୁଷ ନେଇ କାହାର ଭତ୍ତା କରିଦେବା, କାହାର ଲୋନ କରିଦେବା, କାହାର ଇନ୍ଦିରା ଆବାସ କରିଦେବା, ସେ ବ୍ୟକ୍ତି ଦେଖିବେ କିଛି ଦିନ ପରେ ତାର ଶରୀର ରୁଗ୍ଣ ହୋଇଯାଇଛି। ନା ଅନ୍ୟାୟ ଉପାୟରେ ସେ ଧନ ରୋଜଗାର କରି ସେ ଜୀବିକା ନିର୍ବାହ କରୁଛି। ସେଥିରେ ତାର ମସ୍ତିଷ୍କ ଦୁର୍ବଳ ହେଉଛି, ତାର ଶରୀର କ୍ଷୀଣ ହେଉଛି, ତା ଶରୀର ରୋଗର ଘର ହେଇଯାଉଛି। ସେଭଳି ମୂର୍ଖ ଲୋକଙ୍କ ଉପରେ ପ୍ରଭାବ ପକାଇବା ପାଇଁ ଗୃହହୀନ ସାଧୁ ଅନେକ ପ୍ରକାର ଅସ୍ୱାଭାବିକ ବେଶ ଧାରଣ କରି ବିବାହ କରିନଥାଏ। ତେଣୁ ଏକ ଗୃହହୀନ ସାଧୁ ଅସ୍ୱାଭାବିକ କର୍ମ ଦ୍ୱାରା ନିଜର ସ୍ୱାସ୍ଥ୍ୟକୁ ନଷ୍ଟ କରିବା, ଧର୍ମକୁ ଉପେକ୍ଷା କରିବା ଓ ନିଜର ପବିତ୍ର ଆତ୍ମାକୁ ଭ୍ରଷ୍ଟ କରି ଦେଇଥାଏ। ଆପଣମାନେ ବିଚାର କରନ୍ତୁ, ଏଭଳି ବ୍ୟକ୍ତି କେବେ ଜୀବନରେ ଉନ୍ନତି କରିପାରିବ ନାହିଁ। ଆଜିଠାରୁ ଆପଣମାନେ ପ୍ରତିଜ୍ଞା କରନ୍ତୁ, ଭିକ ଆଉ ମାଗିବେ ନାହିଁ, ଘୁଷ ନେବେ ନାହିଁ, ଅନ୍ୟାୟରେ ବିନା ପରିଶ୍ରମରେ କେବଳ ଦାନ ରୂପରେ କାହାଠାରୁ କିଛି ନେବେ ନାହିଁ। ତେବେ ଦେଖିବେ ଆପେ ଆପେ ଜୀବନ ନିର୍ବାହ ପାଇଁ ଆପଣଙ୍କ ପାଖକୁ ଭଲ ଭଲ ସାଧନ ଆଉ ଭଲ ଭଲ କାମ ଆପଣଙ୍କର ଦୃଷ୍ଟିଗୋଚର ହେବ। ଏବଂ ଆଗକୁ ଆସିବ ଯାହାକୁ ପରିଶ୍ରମ ଦ୍ୱାରା ଧନ ଉପାର୍ଜନ କରି ନିଜର ଆତ୍ମା ଓ ଶରୀର ଉନ୍ନତି କରିପାରିବ। ଅପରିଗ୍ରହ ସାଧନରେ ଏକ ଜୀବ ପବିତ୍ର, ନିର୍ମଳ, ଉଚ୍ଚ, ସତ୍ୟ ଜ୍ଞାନ ଯୁକ୍ତ ଓ ଉନ୍ନତ ହୋଇଯିବ, ଯିଏକି ପ୍ରକୃତ ଯୋଗ ସାଧନ କରିବା ପାଇଁ ଯୋଗ୍ୟ ପାତ୍ରଟି ହେଇଯିବେ। ଯୋଗ ସାଧନ ଆରମ୍ଭ କରିଦିଅନ୍ତୁ, ଅପରିଗ୍ରହ ପାଳନ କରନ୍ତୁ, ଦେଖିବେ ଆପଣଙ୍କ ପାଖରେ କି ଅପୂର୍ବ ପ୍ରକାର ଉନ୍ନତିରେ ଆପଣ ପହଞ୍ଚନ୍ତି।
ଶରୀର ସ୍ୱଚ୍ଛ ନିର୍ବିକାର ନିରୋଗ ସୁସ୍ଥ ସୁଢଳ ଏବଂ ସୁନ୍ଦର ହୋଇଯିବ। ଜୀବନ ନିର୍ବାହ ପାଇଁ ଭଲ ଭଲ ଜୀବିକା ବି ମିଳିଯିବ। ଆଉ ମିଳିଯିବା ଜୀବିକାରୁ ଅଲଗା ହେବାର ସମ୍ଭାବନା ନାହିଁ। କାରଣ ଘୁଷଖୋର ମିଥ୍ୟାବାଦୀ ଚୋର ବେଇମାନ ଓ ଜାଲିଆତିର ଜୀବିକା ଅଧିକ ଦିନ ହେବା କଠିନ। ତେଣୁ ଆପଣମାନେ ସମସ୍ତେ ଏହି ଅପରିଗ୍ରହ ଯୋଗ ସାଧନ କରନ୍ତୁ। ଆପଣଙ୍କ ଜୀବନରେ ଉନ୍ନତି ଆଣନ୍ତୁ ଏବଂ ସଠିକ ରାସ୍ତାରେ ଯାଆନ୍ତୁ। ପରିଶେଷରେ ଏହି ଅପରିଗ୍ରହ ସାଧନ କରି ଆପଣଙ୍କର ମନର ସ୍ୱଚ୍ଛ ନିର୍ମଳ ସ୍ଥିତି ଆଣି ଯୋଗ ସାଧନ କରି ମନର ଏକାଗ୍ର ସ୍ଥିତିକି ଆଣି ଆପଣ ସ୍ୱରୂପ ସ୍ଥିତି ହୋଇ ପ୍ରକୃତ ସୁଖ ଶାନ୍ତି ଆନନ୍ଦକୁ ଉପଲବ୍ଧି କରନ୍ତୁ। ଏତିକି କହି ଆଜିର ମୁନିଷ ସମାଜର ଅମୃତବାଣୀର ଆଜିର ଅଧ୍ୟାୟକୁ ଏଇଠି ବିରାମ ଦିଆହଉଛି। ସପ୍ରେମ ଜୟଜୀବ ଜୟଜୀବ ଜୟଜୀବ। ବହୁତ ସୁନ୍ଦର ନିମୟ ଭାଇ ଆଜି ଆଲୋଚନା କଲେ। ବହୁତ ଦୁଃଖର ବିଷୟ ଯେ ଆମର ମୁନି ସମାଜର ଲୋକ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ଅପରିଗ୍ରହ ବିଷୟରେ ସମସ୍ତେ ଅନଭିଜ୍ଞ। ସେଥିପାଇଁ ଏଇ କଥା ସମସ୍ତ ଲୋକଙ୍କର କାର୍ଯ୍ୟରେ ଆସିବ। ମୋଟାମୋଟି କଥା ହେଲା ଅପରିଗ୍ରହ ବିଷୟରେ ମୁଁ ପଦେ କହୁଛି। ଏଇଟା ବି ମୋର ଅଙ୍ଗେ ଲିଭା କଥା। ଯେତେ ଧନ ଯେତେ ପରିଶ୍ରମ କଲେ ମଧ୍ୟ ନିଜର ସାର୍ଥକ ନିଜର ପରିଶ୍ରମର ଫଳ ଯେଉଁ ଆନନ୍ଦ ଦିଏ ତାହା ମୁଁ ମଧ୍ୟ ଆଜି ସଂସାରରେ ଭୋଗ କରୁଛି ବା ଆନନ୍ଦ ପାଉଛି ସେ ମୁନି ସମାଜରେ ଆସି। ତେଣୁ ଅନ୍ୟର କୋଠାବାଡ଼ି ଅନ୍ୟର ବିଲ୍ଡିଂ ଅନ୍ୟର ଟଙ୍କାକୁ ଆଖି ଆଗରେ ନ ରଖି ନିଜେ ଅପରିଗ୍ରହକୁ ପାଳନ କଲେ ମୁଁ ନିଜେ ଯେ ସବୁ କଥା କହିଗଲେ ଆମର ସଦ୍ଗୁରୁଦେବ ସବୁ ଲେଖି ଯାଇଛନ୍ତି ତାକୁ ଆମେ ଅନୁସରଣ କଲେ ନିଶ୍ଚିନ୍ତ ଭାବରେ ମନରେ ଆନନ୍ଦ ଆସିବ। କାରଣ ସଦ୍ଗୁରୁଙ୍କର ଯୋଗ ସାଧନ କେବଳ ଶରୀରର ଉନ୍ନତି ନୁହେଁ, ନିଜର ସ୍ୱରୂପରେ ଅବସ୍ଥାନ କରିବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା। ତନ୍ମଧ୍ୟରୁ ଏଇ ଉପାଙ୍ଗଟି ଗୋଟିଏ। ତେଣୁ ତାକୁ ଅନୁସରଣ କରନ୍ତୁ। ସମସ୍ତେ ଖୁସିରେ ରୁହନ୍ତୁ। ଆଜି ପାଇଁ ଅମୃତବାଣୀକୁ ଏଇଠି ବିଶ୍ରାମ ଦେବା। ସପ୍ରେମ ଜୟଜୀବ ଜୟଜୀବ।